Hi friends, welcome to my YouTube channel Teaching Exam Odisha। এই ଭିଡିଓରେ ଆଜି ଆମେ ଡିସ୍କସନ କରିବା ପୋଷ୍ଟ ଗ୍ରାଜୁଏଟ ଟିଚର ବିଷୟରେ। ଯୋଉମାନେ ବର୍ତ୍ତମାନ +3 ପଢୁଛନ୍ତି କିମ୍ବା ପିଜି କରୁଛନ୍ତି କିମ୍ବା ବିଏଡ୍ କରୁଛନ୍ତି, ଭବିଷ୍ୟତରେ ଯଦି ପୋଷ୍ଟ ଗ୍ରାଜୁଏଟ ଟିଚର ନିଜ ସବଜେକ୍ଟରେ ହବାର ଅଛି, ଏହି ଭିଡିଓଟା ଆପଣମାନଙ୍କ ପାଇଁ ହେଲ୍ପଫୁଲ ରହିବ। ଆମେ ପୂର୍ବ ଆଡଭର୍ଟାଇଜମେଣ୍ଟ ହିସାବରେ ଡିସ୍କସନ କରିବା ଏଲିଜିବିଲିଟି କ'ଣ ରହିବ, ଏଜ୍ କ୍ରାଇଟେରିଆ, ସାଲାରୀ, ଯାହା ଯାହା ସବୁ ମେଥଡ ଅଫ ସିଲେକ୍ସନ ଏ ବିଷୟରେ ଡିସ୍କସନ କରିବା। ଆମେ ଦେଖିବା ଓପିଏସସି ର ଗୋଟେ ଆଡଭର୍ଟାଇଜମେଣ୍ଟ ଆସିଥିଲା 2023-24 ର ଆଡଭର୍ଟାଇଜମେଣ୍ଟ ନମ୍ବର 25। এই ହିସାବରେ କ୍ରାଇଟେରିଆ କ'ଣ ରହୁଛି, ଜବ୍ ଡିଟେଲ୍ସ କ'ଣ ରହୁଛି। ପ୍ରଥମେ ଦେଖିବା, ଏଇଟା ହଉଛି ପୋଷ୍ଟର ନାଁ, ପୋଷ୍ଟ ଗ୍ରାଜୁଏଟ ଟିଚର ଗ୍ରୁପ ବି। ପୋଷ୍ଟ ଗ୍ରାଜୁଏଟ ଟିଚର ଗ୍ରୁପ ବି ରହୁଛି। ଏଥିରେ ପେ ସ୍କେଲ ରହୁଛି ଲେବୁଲ 10 ଆଉ ସେଲ୍ 1। ମାନେ ଏଥିରେ ସାଲାରୀ ରହିବ 44,900 ପ୍ଲସ୍ ଡିଅରନେସ୍ ଆଲାଉନ୍ସ ଯାହା ଚାଲିଥିବ ସେୟା, around 73 to 75,000 ରହିବ ସାଲାରୀ। ଆଉ ଭ୍ୟାକେନ୍ସି ଆସେ କୋଉ କୋଉ ସବଜେକ୍ଟରେ ଦେଖିବା, ଆନ୍ଥ୍ରୋପୋଲୋଜି, ବଟନି, କମର୍ସ, କେମିଷ୍ଟ୍ରି, ଏଜୁକେସନ, ଇଂଲିଶ, ଇକୋନୋମିକ୍ସ, ଜିଓଗ୍ରାଫି, ଜିଓଲୋଜି, ହିନ୍ଦୀ, ହିଷ୍ଟ୍ରି, ହୋମ୍ ସାଇନ୍ସ, ଲଜିକ୍, ଫିଲୋସଫି, ମ୍ୟାଥମେଟିକ୍ସ, ଓଡ଼ିଆ, ଫିଜିକ୍ସ, ପଲିଟିକାଲ ସାଇନ୍ସ, ସାଇକୋଲୋଜି, ସାଂସ୍କ୍ରିଟ, ସୋସିଓଲୋଜି, ଷ୍ଟାଟିଷ୍ଟିକ୍ସ, ଜୁଲୋଜି, ଉର୍ଦୁ, ଏଇ ସବଜେକ୍ଟରେ ସବୁ ପିଜିଡି ପୋଷ୍ଟ ଆସେ। ପିଏସସି ହଉ କି ଏସଏସବି ହଉ ପୋଷ୍ଟ ଆସେ। ଏଥିରେ ଡିଜେବଲ୍ ଯୋଉମାନେ ପିଡବ୍ଲ୍ୟୁଡି ଷ୍ଟୁଡେଣ୍ଟ ଥାଆନ୍ତି, ଆସ୍ପାରାଣ୍ଟ ଥାଆନ୍ତି, ସେମାନେ ଆପ୍ଲାଏ କରିବା ପାଇଁ ହେଲେ ତାଙ୍କ ପିଡବ୍ଲ୍ୟୁଡି ସାର୍ଟିଫିକେଟରେ ତାଙ୍କର ଡିଜେବିଲିଟି ମୋର ଦ୍ୟାନ୍ 40% ହେଇଥିବା ଦରକାର। ଆଉ ଏଜ୍, ଯୋଉଟା ସମସ୍ତେ ପ୍ରାୟ ପଚାରନ୍ତି, ଏଜ୍ କେତେ ହେଇଥିବା ଦରକାର। ଏଜ୍ 21 ରୁ ଅଧିକ ହେଇଥିବା ଦରକାର, ଆଉ 38 ଭିତରେ ହେଇଥିବା ଦରକାର। ଏବେ ଗୋଟେ ଆଡଭର୍ଟାଇଜମେଣ୍ଟରେ 42 ବି ଆସୁଛି। ଆଉ ଏଜ୍ ରିଲାକ୍ସେସନ 5 ବର୍ଷର ରହୁଛି। ପର୍ସନ ୱିଥ୍ ଡିଜାବିଲିଟି ବିଲଙ୍ଗ ଟୁ SC ST SCBC ସେମାନଙ୍କ ପାଇଁ 15 ଇୟରର ଏଜ୍ ରିଲାକ୍ସେସନ ରହୁଛି। ଆଉ ମେନ୍ କଥା, ପିଜିଟି ହବା ପାଇଁ ଏଜୁକେସନାଲ କ୍ୱାଲିଫିକେସନ କ'ଣ ଦରକାର। ଆମେ ତ ପ୍ରାୟ ସମସ୍ତେ ଶୁଣିଥିବା ପିଜି ୱିଥ୍ ବିଏଡ୍ ଦରକାର, କିନ୍ତୁ କୋଉ ସବଜେକ୍ଟରେ ବିଏଡ୍ ଦରକାର ଅଛି, କୋଉ ସବଜେକ୍ଟରେ ବିଏଡ୍ ଦରକାର ନାହିଁ, ସେଇଟା ଦେଖିବା। ଆଟଲିଷ୍ଟ 50% ମାର୍କ ରଖିଥିବା ଦରକାର। ପୋଷ୍ଟ ଗ୍ରାଜୁଏଟ କୋର୍ସରେ ବା ୟୁନିଭର୍ସିଟିରେ 50% ରୁ ଏବଭ୍ ସମସ୍ତେ ମାର୍କ ରଖିଥିବା ଦରକାର ଆପ୍ଲାଏ କରିବା ପାଇଁ। ଆଉ କ୍ୱାଲିଫିକେସନରେ ବିଏଡ୍ ଥିବା ଦରକାର। ବିଏଡ୍ ପୁଣି ରେକଗ୍ନାଇଜ୍ ୟୁନିଭର୍ସିଟିରୁ, ଯୋଉଟା NCTI ରେକଗ୍ନାଇଜ୍ ୟୁନିଭର୍ସିଟି, ସେଥିରୁ ବିଏଡ୍ ଥିବା ଦରକାର। ତାପରେ ଡିଗ୍ରୀ ଅର୍ ଡିପ୍ଲୋମା ଇନ୍ କମ୍ପ୍ୟୁଟର ଆପ୍ଲିକେସନ ଇଜ୍ ଡିଜାରେବଲ୍। ମାଣ୍ଡାଟୋରି ନୁହଁ, ଯୋଉ PGDCA ବା କମ୍ପ୍ୟୁଟର କୋର୍ସ ଯୋଉମାନେ DCA କରୁଛନ୍ତି ସେଟା ମାଣ୍ଡାଟୋରି ନୁହଁ, କିନ୍ତୁ ଥିଲେ ଭଲ। ଆଉ ମେନ୍ କଥା, ବିଏଡ୍ କ୍ୱାଲିଫିକେସନ କୋଉ କୋଉ ସବଜେକ୍ଟରେ ମାଣ୍ଡାଟୋରି ଆଉ କୋଉଥିରେ ମାଣ୍ଡାଟୋରି ନୁହଁ। ଯଦି ଦେଖିବା, ବଟନି, କେମିଷ୍ଟ୍ରି, ଇଂଲିଶ, ଇକୋନୋମିକ୍ସ, ଜିଓଗ୍ରାଫି, ହିଷ୍ଟ୍ରି, ହିନ୍ଦୀ, ମ୍ୟାଥମେଟିକ୍ସ, ଓଡ଼ିଆ, ଫିଜିକ୍ସ, ପଲିଟିକାଲ ସାଇନ୍ସ, ସାଂସ୍କ୍ରିଟ, ଜୁଲୋଜି କ୍ଷେତ୍ରରେ ବିଏଡ୍ ମାଣ୍ଡାଟୋରି। ଏଇ ସବଜେକ୍ଟକୁ ଛାଡ଼ିଲେ ଆଉ ଯୋଉ ରହିଲା ସବଜେକ୍ଟ, ସେଥିରେ ବିଏଡ୍ ମାଣ୍ଡାଟୋରି ନୁହଁ, ଯେମିତି ଏଜୁକେସନ। ଆଉ ଏକ୍ସାମିନେସନ ଫିସ୍ ତ ଏବେ ପଢିବା ଷ୍ଟାର୍ଟ ହେଇଗଲାଣି। ଏଇ ପୂର୍ବ ଆଡଭର୍ଟାଇଜମେଣ୍ଟରେ ଏକ୍ସାମିନେସନ ଫିସ୍ ନଥିଲା, କିନ୍ତୁ ଏଇଥିପାଇଁ ଇମ୍ପୋଜ ହେଇଗଲାଣି। ଏବେ ଆପ୍ଲାଏ କରିବାକୁ 500, ପ୍ରାୟ 500 700 ପଡ଼ିବ ଏକ୍ସାମିନେସନ ଫି। ମେଥଡ ଅଫ ସିଲେକ୍ସନ କେମିତି ରହୁଛି, ପିଜିଟି ଏକ୍ସାମ ଗୋଟିଏ ଓପିଏସସି କଣ୍ଡକ୍ଟ କରୁଛି, ଓଡ଼ିଶା ପବ୍ଲିକ ସର୍ଭିସ କମିଶନ।
ଆଉ ଗୋଟିଏ କରୁଛି SSB, ଆଉ ଗୋଟିଏ OAVS ଓଡ଼ିଶାରେ ଯାହା ଅଛି। OPSC ର ସିଲେକ୍ସନ ମେଥଡ ହଉଛି ଏଥିରେ ରିଟିନ୍ ଏକ୍ଜାମ ହବ ଆଉ ଭାଇବା ହବ। ରିଟିନ୍ ଏକ୍ଜାମ 300 ମାର୍କର ହବ, ଭାଇବା 30 ମାର୍କର ହବ, ସେଇଥିରେ ସିଲେକ୍ସନ। କିନ୍ତୁ SSB ରେ କେବଳ ରିଟିନ୍ ଏକ୍ଜାମ ରହିବ। ରିଟିନ୍ ଏକ୍ଜାମ ହିସାବରେ ସିଲେକ୍ସନ ହବ। OAVS ରେ ରିଟିନ୍ ହବ ୱିଥ୍ ଭାଇବା ହବ। 3 ପ୍ରକାରର ମାନେ ଏକ୍ଜାମିନେସନ ବଡି ରହୁଛି, ସିଲେକ୍ସନ ବଡି, ସେଇ ହିସାବରେ ପୋଷ୍ଟ ରିକ୍ରୁଟମେଣ୍ଟ ହଉଛି। କିନ୍ତୁ ଆମେ ଯୋଉ ଆଡଭର୍ଟାଇଜମେଣ୍ଟ ଦେଖୁଛନ୍ତି ଏଇଟା OPSC ର, ଏଥିରେ 3ଟା ପେପର ରହୁଛି, ପେପର 1, ପେପର 2, ପେପର 3। ପେପର 1 ରେ 50-50 100 ମାର୍କର କ୍ୱେଶ୍ଚିନ୍ ଆସୁଛି, GK ଇଂଲିଶ। ଆଉ ପେପର 2, 3 ରେ କନସର୍ନ ସବଜେକ୍ଟ ଆସିବ। ଯଦି ଇକୋନୋମିକ୍ସ ଜଣଙ୍କର ସବଜେକ୍ଟ ଅନର ଇକୋନୋମିକ୍ସ ରୁ 200 ମାର୍କ ଆସିବ। ପେପର 2, ପେପର 3 ବା ପେପର 1, ପେପର 2 ବି ତାକୁ କହୁଛନ୍ତି। ନେଗେଟିଭ ମାର୍କିଂ ରହିବ 25% ବା 0.25, 4ଟା କ୍ୱେଶ୍ଚିନରେ ଗୋଟିଏ ମାର୍କ କଟିବ। ଆଉ ମିନିମମ୍ 33% ମାର୍କ ରଖିବାକୁ ପଡିବ। ଯଦି 300 ମାର୍କ ରିଟିନ୍ ଏକ୍ଜାମ ଦଉଛନ୍ତି, ତାହେଲେ 99 ମାର୍କ ରଖିଲେ ହିଁ ପେପର କାଉଣ୍ଟ ହବ, ଭାଇବା ପାଇଁ ସିଲେକ୍ସନ ହବାର ଚାନ୍ସ ରହିବ। ତାପରେ 30 ମାର୍କର ଇଣ୍ଟରଭ୍ୟୁ ରହିବ, ଯୋଉଟା କହୁଥିଲି। ତାପରେ ଅଦର ଏଲିଜିବିଲିଟି କଣ ରହିଲା? এটা ଯାହା କମନ ଏକ୍ଜାମ ଗଭର୍ଣ୍ଣମେଣ୍ଟ ଏକ୍ଜାମରେ ଥାଏ, ସିଟିଜେନ୍ ହେଇଥିବା ଦରକାର, ଇଣ୍ଡିଆ ସିଟିଜେନ୍, ଓଡ଼ିଆ କହିଲେ ଥିବା ଦରକାର। ଆଉ ଯୋଉମାନେ ଇଂଲିଶ ମିଡିୟମ ପିଲା, ଇମ୍ପୋର୍ଟାଣ୍ଟ, ଇଂଲିଶ ମିଡିୟମ ପିଲା, ସେମାନେ ଓଡ଼ିଆ ସାର୍ଟିଫିକେଟ ତାଙ୍କର ଥିବା ଦରକାର। PSC ଓଡ଼ିଶା ଯୋଉ ଏକ୍ଜାମ କଣ୍ଡକ୍ଟ କରୁଛି, ସେମାନେ ଓଡ଼ିଆ ସାର୍ଟିଫିକେଟ ପାସ୍ କରିଥିବା ଦରକାର। ତାପରେ ଇମ୍ପୋର୍ଟାଣ୍ଟ ରହିଲା ଅନଲାइन application submitted to OPSC found incomplete। ଆପ୍ଲାଏ ପ୍ରୋସେସଟା ଠିକ ଠାକ ହବା ଦରକାର ଯଦି ଜଣେ ପାର୍ଟିସିପେଟ କରିବାକୁ ଚାହୁଁଛି ରିକ୍ରୁଟମେଣ୍ଟ ଏକ୍ଜାମ। ଯେତେବେଳେ ଜଣେ ରିଟନ୍ ଏକ୍ଜାମରେ କ୍ୱାଲିଫାଏ ହଉଛି, ଭାଇବା ପାଇଁ ଗଲାବେଳେ ଏଇ ଡକୁମେଣ୍ଟ ସବୁ ଧରିକି ଯିବା ଦରକାର। ମ୍ୟାଟ୍ରିକ ସାର୍ଟିଫିକେଟ, +3, PG, BEd ସବୁର ମାର୍କସିଟ୍, କମ୍ପ୍ୟୁଟର ଯଦି ଅଛି, PGDCA ବା DCA ତାର ସାର୍ଟିଫିକେଟଟା ଧରିକି ଯିବାର ଅଛି। ଆଉ ଯୋଉମାନେ ବାହାର ଷ୍ଟେଟରୁ BEd କରିଛନ୍ତି, ସେମାନଙ୍କର ସବୁ ଯଦି ଗ୍ରେଡରେ ଥିବ, ତାକୁ ମାର୍କରେ କନଭର୍ଜନ ସାର୍ଟିଫିକେଟ, ଇକ୍ୟୁଭାଲାନ୍ସ, ଇଲିଏସନ, ସେଇ ସବୁ ସାର୍ଟିଫିକେଟ ଧରିକି ଆସିବାକୁ ପଡିବ। କାଷ୍ଟ ସାର୍ଟିଫିକେଟ, କୋର୍ସ, ପାସପୋର୍ଟ ସାଇଜ ଫଟୋ, ଯୋଉଗୁଡା ଆପ୍ଲାଇ ଟାଇମରେ ଦରକାର ହେଇଥିବ, ସେଇ ଡକୁମେଣ୍ଟ ହିଁ ଧରିକି ଯିବାକୁ ପଡିବ। କେମିତି ଜଣେ ରିଜେକ୍ସନ ହେଇପାରିବ? ଯେକୌଣସି ଗୋଟେ ପରୀକ୍ଷା ପାଇଁ ଆପ୍ଲାଇ କଲାବେଳେ ଯଦି ଇନକମ୍ପ୍ଲିଟ ଆପ୍ଲିକେସନ ଫର୍ମ ଅଛି, ହାର୍ଡ କପି ପ୍ରଡ୍ୟୁସ କରିପାରିଲେନି, ଏଜରେ ଅଧିକ ଓଭର ଏଜ ହେଇଛି, କ୍ୱାଲିଫିକେସନ ଯାହା ଦରକାର ସେଇଟା ନାହିଁ, ସାର୍ଟିଫିକେଟର ସବୁ କପି ଆଭେଲେବୁଲ ନାହିଁ, ସେ କ୍ଷେତ୍ରରେ ଜଣେ ରିଜେକ୍ଟ ହେଇପାରିବ। କେମିତି ଆପ୍ଲାଇ କରିବେ? ଆପ୍ଲାଇର ଆଡଭର୍ଟାଇଜମେଣ୍ଟ ହିସାବରେ, ଯେମିତି OPSC ର ଆମେ PGT କଥା ଡିସ୍କସନ କରୁଛନ୍ତି, OPSC ୱେବସାଇଟରେ ଆପ୍ଲାଇ ହବ, SSB ର SSB ୱେବସାଇଟରେ ଆପ୍ଲାଇ ହବ, ଆଉ OAVS ୱେବସାଇଟରେ ଆପ୍ଲାଇ ହବ। ଆଉ ଯାହା ରିଲେଟେଡ କରି ରହିବ, ଯୋଉ ରିକ୍ରୁଟମେଣ୍ଟ ବଡି ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରିବା ପାଇଁ ଡିଟେଲ୍ସ ଦେଇଛି। ଆମେ ଜାଣି ରଖିବା ପ୍ରଥମେ, ଯେତେବେଳେ ଗୋଟେ ଆମେ ପୋଷ୍ଟ ଗ୍ରାଜୁଏଟ ଟିଚର ଏକ୍ଜାମ ଦବା, ସେତେବେଳେ ଆମର PG BEd ଥିବା ଦରକାର, ଆଉ ବେସିକ କମ୍ପ୍ୟୁଟର ନଲେଜ ଥିବା ଦରକାର। ଆ ପାଇଁ ପ୍ରିପାରେସନ ଷ୍ଟ୍ରାଟେଜି କରିବାକୁ ପଡିବ। ପ୍ରିପାରେସନ ଷ୍ଟ୍ରାଟେଜି ଦ୍ୱାରା ଆମେ ନିଜକୁ ପ୍ରିପେୟାର କରିପାରିବା ଏକ୍ଜାମ ପାଇଁ। ଆଉ ଯଦି BEd ଅଛି, ଜଣେ ହାଇସ୍କୁଲ ଟିଚର TGT ପାଇଁ ଆପ୍ଲାଇ କରିବା ଦରକାର। BEd ସହିତ PG ଅଛି, ପୋଷ୍ଟ ଗ୍ରାଜୁଏଟ ଟିଚର ପାଇଁ ଆପ୍ଲାଇ କରିବା ଦରକାର। ତା ସହିତ ଯୋଉ ସମୟରେ ଯୋଉ ରିକ୍ରୁଟମେଣ୍ଟଟା ଆମ ନେକ୍ସଟ ଏକ୍ଜାମ ଲିଷ୍ଟରେ ଅଛି, ସେଇଥିରେ ଏଣ୍ଟ୍ରି କଲା ପରେ ଫର୍ଦର ପ୍ରୋଗ୍ରେସ ପାଇଁ ଟ୍ରାଏ କରିବା ଦରକାର। ଯଦି ଭିଡିଓଟା ଇନଫର୍ମେଟିଭ ଲାଗିଛି,
ତାହେଲେ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ ଆଉ ସାଙ୍ଗମାନଙ୍କ ସାଙ୍ଗରେ ସେୟାର କରନ୍ତୁ। ପୁଣି ଦେଖା ହବା ନେକ୍ସଟ ଭିଡ଼ିଓରେ।